नमस्कार बंधुगण आमे शुणुछे उपन्यास लज्जा लेखिका तस्लिमा नासरीन अनुवाद श्रीमती नंदिनी शतपथी। पुलकर पुओ अलकर बयस 6 वर्ष। से कई कई होई कांदुछि। पुलक कहिला से काहे कांदुछि जान। एते दिन जाए से पाख फ्लाटर समवयसी पिलांक सांगे खेली आसीछि। कालिथि ताकू रबिन मिशुक पलाश खेଳରେ ମିଶାଉ ନାହାନ୍ତି। କହୁଛନ୍ତି ତୋତେ ଖେଳରେ ମିଶେଇବୁ ନାହିଁ। ହିନ୍ଦୁମାନଙ୍କୁ ସାଙ୍ଗରେ ନ ମିଶେଇବାକୁ ହଜୁର କହିଛନ୍ତି। ସୁରଞ୍ଜନ ପଚାରିଲା ହଜୁର ମାନେ? ସକାଳେ ଯେଉଁ ମୌଲବୀ ଆରବୀ ପଢ଼େଇବାକୁ ଆସେ ସେଇ ହେଉଛି ହଜୁର। ପାଖ ଫ୍ଲାଟରେ ଆନିସ ଅହମ୍ମଦ ତ ରହେ। ସିଏ ତ କମ୍ୟୁନିଷ୍ଟ ପାର୍ଟି ଲୋକ। ସେ କ'ଣ ତା ପିଲାଙ୍କୁ ହଜୁରଙ୍କ ଦ୍ୱାରା ଆରବୀ ପଢ଼ାଏ? ପୁଲକ କହିଲା ହଁ। ନୀଳା ଆସିଲା। ନୀଳା ପୁଲକ ସେମାନଙ୍କ ପୁଅ ଅଳକକୁ ତାକୁ ବହୁତ ନିଜର ମନେ ହେଲା। ଅତି ଆପଣାର ଲୋକ। ନୀଳା ପାଖ ସୋଫାରେ ବସି ଅନୁଯୋଗ କଲା। ସୁରଞ୍ଜନ ଭାଇ କେତେଦିନ ହେଲା ଆସୁନାହାନ୍ତି କି ଖବର ଦେଉନାହାନ୍ତି। ବଞ୍ଚିଛୁ କି ମଲୁଣି ତା ବି ଜାଣିବାକୁ ଚାହାନ୍ତିନି। ପାଖ ଘରକୁ ଆସନ୍ତି ବୋଲି ମୁଁ ଖବର ପାଏ। କହୁ କହୁ ନୀଳା ହଠାତ୍ କାନ୍ଦି ଉଠିଲା। ନୀଳା କାନ୍ଦୁଛି କାହିଁକି? ବୋଧହୁଏ ସେ ଖୁବ୍ ଅସହାୟ ବୋଧ କରୁଛି। 4-5 ଦିନ ଆଗରୁ ବେଲାଳ ଘରେ ସୁରଞ୍ଜନ ଖୁବ୍ ଆଡ୍ଡା ମାରିଛି। କିନ୍ତୁ ଏ ଘରକୁ ଆସିନି। ସୁରଞ୍ଜନ ନୀଳାକୁ ଚାହିଁ କହିଲା ତୁମେ ଏତେ ନର୍ଭସ୍ କାହିଁକି ହେଉଛ? ଢାକାରେ ସେମାନେ ବେଶୀ କିଛି କରିପାରିବେ ନାହିଁ। ଶଙ୍ଖାରୀ ବଜାର ଇସଲାମପୁର ତନ୍ତ୍ରୀ ବଜାରରେ ପୁଲିସ ପହରା ଅଛି। ଗତଥର ତ ପୁଲିସ ଠିଆ ହୋଇଥିଲା। ସେମାନେ ଢାକେଶ୍ୱରୀ ମନ୍ଦିର ଲୁଟ୍ କଲେ। ପୋଲିସ ଆଗରେ ନିଆଁ ଲଗେଇଦେଲେ। ପୋଲିସ କ'ଣ କିଛି କଲା? ଦେଖିଛନ୍ତି ତ ଜଲଖାବାର କେମିତି ପୋଡ଼ି ଦେଇଛନ୍ତି। ଆପଣ ରାସ୍ତାକୁ କାହିଁକି ବାହାରିଲେ? ମୁସଲମାନମାନଙ୍କୁ କିଛି ବିଶ୍ୱାସ ନାହିଁ। ଯାହାକୁ ବନ୍ଧୁ ଭାବୁଛନ୍ତି ଦେଖିବେ ସେ ହିଁ ଆପଣଙ୍କ ବେକ କାଟିଦେବ। ପୁଲକ ଘରେ ଫୋନ୍ ଅଛି। ଚିହ୍ନା ଅଳ୍ପ ଚିହ୍ନା ହିନ୍ଦୁ ବନ୍ଧୁ ବାନ୍ଧବମାନଙ୍କୁ ସୁରଞ୍ଜନ ଫୋନ୍ କଲା। ଦିଲ୍ଲୀପ ଦେଙ୍କୁ ପଚାରିଲା କେମିତି ଅଛନ୍ତି? କିଛି ଅସୁବିଧା ନାହିଁ ତ? ଦିଲ୍ଲୀପ ଦେ କହିଲେ ଅସୁବିଧା ନାହିଁ, କିନ୍ତୁ ମନରେ ସ୍ୱସ୍ତି ଆସୁନି। ପୁଲକ କହିଲା ଦେବବ୍ରତର ଖବର ଟିକେ ବୁଝ। ଦେବବ୍ରତର ବି ସେଇ ଏକା ଅବସ୍ଥା। ଏପର୍ଯ୍ୟନ୍ତ କିଛି ହେଇନି, କିନ୍ତୁ ହେବାକୁ ବା କେତେ ସମୟ? ଶାନ୍ତି ନାହିଁ। ମହାଦେବ ଭଟ୍ଟାଚାର୍ଯ୍ୟ ଆଶିତ ବର୍ଦ୍ଧନ ନିର୍ମଳ ସେନଗୁପ୍ତ ସଜଳ ଧର ମାଧବୀ ଘୋଷ କୁନ୍ତଳା ଚୌଧୁରୀ ସରଳ ଦେ ନିଖିଳ ସାନ୍ୟାଲ ଏ ସମସ୍ତଙ୍କ ଖବର ବୁଝିବାକୁ ସୁରଞ୍ଜନକୁ ଭଲ ଲାଗିଲା। ଏତେ ଦିନ ପରେ ଅନେକ ପରିଚିତମାନଙ୍କ ସହ କଥା ହେଲା। ଏକ ପ୍ରକାର ଆତ୍ମୀୟତା ମଧ୍ୟ ସେ ଅନୁଭବ କଲା। ନୀଳା ଚା ଆଣିଲା। ଚା ଖାଉ ଖାଉ ମାୟାର କଥା ପଡ଼ିଲା। ମାୟା ପାଇଁ ସୁରଞ୍ଜନର ଖୁବ୍ ଦୁଶ୍ଚିନ୍ତା। ସେ ଯଦି କେବେ ହଠାତ୍ ଜାହାଙ୍ଗୀରକୁ ବାହା ହୋଇପଡ଼େ ତେବେ ଉପାୟ କ'ଣ? ସୁରଞ୍ଜନ ଭାବିଲା ଘରକୁ ଯିବା ବାଟରେ ପାରୁଲ ଘରୁ ମାୟାକୁ ନେଇଯିବ। ସେଠି ରହିଲେ ସେଇ ପିଲା ସାଙ୍ଗେ ଯୋଗାଯୋଗ କରିବା ତା ପାଇଁ ବଡ଼ ସୁବିଧା ହେବ। ଦୁଃସମୟରେ ଧଡ଼ କରି ମଣିଷ ଯେକୌଣସି ସିଦ୍ଧାନ୍ତ ନେଇଯାଏ। ଏହା ଭିତରେ ପୁଲକର ଫୋନ୍ ଆସିଲା। କଥା କହିସାରି ପୁଲକ ଜଣାଇଲା କକ୍ସ ବଜାରରେ ଜମାତ ଶିବିରରେ ଲୋକମାନେ ଜାତୀୟ ପତାକା ପୋଡ଼ି ଦେଇଛନ୍ତି। ସୁରଞ୍ଜନ ଖାଲି ଶୁଣିଗଲା ଏବଂ ନିଜର ନିର୍ଲିପ୍ତତା ଦେଖି ନିଜେ ବି ଅବାକ୍ ହେଲା। ଅନ୍ୟ କୌଣସି ସମୟରେ ଏମିତି ଖବର ଶୁଣିଥିଲେ ସେ ରାଗରେ ଫାଟି ପଡ଼ିଥାନ୍ତା। ଆଜି ମନେ ହେଉଛି ଏଇ ପତାକା ପୋଡ଼ିଗଲେ ତାର କିଛି ଯାଏ ଆସେ ନାହିଁ। ଏଇ ପତାକା ତାର ନୁହେଁ। ସୁରଞ୍ଜନର ଏମିତି କାହିଁକି ହେଉଛି? ହରତାଳ ହେଉଥିବା ସହରରେ ସେ ଆଜି ଏକୁଟିଆ ଚାଲି ଚାଲି ବାହାରିଛି। ସୁରଞ୍ଜନ ଦତ୍ତ ନାମରେ ହିଁ ବୁଲୁଛି। କୌଣସି ମହିଉଦ୍ଦିନ କି ଆବ୍ଦୁସ ସାବେର ନାମ ଧରି
ନୁହଁ। ସେ ଏତେ ବାଟ ଆସିଛି, ତା ଦେହରେ ଟିକିଏ ବି ଆଞ୍ଚୁଡ଼ା ଦାଗ ଲାଗିନି। କିନ୍ତୁ ଏଇ ଆଞ୍ଚୁଡ଼ା ବା ଆଘାତ କ'ଣ ଏ ଦେଶରେ ଆଉ ସବୁ ସୁରଞ୍ଜନମାନଙ୍କ ଉପରେ ଲାଗୁନାହିଁ? ସୁରଞ୍ଜନ କାହିଁକି ତାର ଦାୟିତ୍ୱ ନେବ ନାହିଁ? ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଐକ୍ୟ ପରିଷଦର ସଦସ୍ୟ କାଜଲ ଦେବନାଥଙ୍କୁ ସେ ଚିହ୍ନିଛି। କେବେ କେବେ ଭାବିଛି କାଜଲକୁ କହି ସୁରଞ୍ଜନ ଏଇ ଦଳରେ ନାଁ ଲେଖେଇବ। ଅବଶ୍ୟ ସୁରଞ୍ଜନ କେବେ ଦଳ କରିବାର ପକ୍ଷପାତୀ ନଥିଲା। ମୁକ୍ତ ଚିନ୍ତାର, ସୁସ୍ଥ ଚିନ୍ତାର ଅସାମ୍ପ୍ରଦାୟିକ ମୁସଲମାନମାନଙ୍କୁ ଦଳରେ ନ ନେବାର କାରଣ ସେ ବୁଝିପାରେ ନାହିଁ। ପୁଲକ ତାର ଆହୁରି ନିକଟକୁ ଘୁଞ୍ଚି ଆସି କହିଲା, ଆଜି ଆଉ ଯାଅନି, ଏଇଠି ରହିଯାଅ। ଏଇ ସମୟରେ ଆମେମାନେ କେହି ରାସ୍ତାକୁ ବାହାରିବାଟା ଠିକ୍ ହେବ ନାହିଁ। ପୁଲକର ଏଇ କଥାଟା ଲୁତ୍ଫରର କଥା ସାଙ୍ଗେ ମିଶିଗଲା। କିନ୍ତୁ ସୁରଞ୍ଜନ ଅନୁଭବ କଲା ପୁଲକର କଥାରେ ଆନ୍ତରିକତା ଅଛି, ଆଉ ଲୁତ୍ଫରର କଣ୍ଠରେ କେଉଁଠି ଯେମିତି ସୂକ୍ଷ୍ମ ଅହଙ୍କାର ବା ଔଦ୍ଧତ୍ୟ ରହିଛି। ହୁଏତ ନଥିବ, କିନ୍ତୁ ସଂଖ୍ୟାଲଘୁମାନଙ୍କର ଯନ୍ତ୍ରଣା ସଂଖ୍ୟାଲଘୁମାନଙ୍କ ଛଡ଼ା ଆଉ କେହି ସେମିତି ଅନୁଭବ କରିପାରନ୍ତି ନାହିଁ ବୋଲି ଲୁତ୍ଫରର ପରାମର୍ଶ ସୁରଞ୍ଜନ ପାଇଁ ଗ୍ରହଣଯୋଗ୍ୟ ମନେ ହେଲା ନାହିଁ। ନୀଳା ଦୀର୍ଘ ନିଶ୍ୱାସ ପକାଇ କହିଲା, ଦେଶରେ ଆଉ ରହିପାରିବା ବୋଲି ମନେ ହେଉନାହିଁ। ଆଜି ନହେଲେ ବି କାଲିକି ପରଦିନ କିଛି ଗୋଟାଏ ହେବ। ଅନିଶ୍ଚିତ ଜୀବନ ଅପେକ୍ଷା ଦରିଦ୍ର ଜୀବନ ଅନେକ ଭଲ। ନୀଳାର ଏହି ସିଦ୍ଧାନ୍ତରେ ସୁରଞ୍ଜନ କି ପୁଲକ କେହି ଆପତ୍ତି କଲେ ନାହିଁ। ପୁଲକର ପ୍ରସ୍ତାବରେ ସୁରଞ୍ଜନ ରାଜି ହୋଇଯାଇଥାନ୍ତା, କିନ୍ତୁ ସୁଧାମୟ, କିରଣମୟୀ ଦିହେଁ ତା ପାଇଁ ଦୁଶ୍ଚିନ୍ତା କରିବେ ବୋଲି ତାକୁ ଘରକୁ ଫେରିବାକୁ ହେବ। ରାତି 8ଟା ଯାଏ ପୁଲକ ହେରିକାଙ୍କ ସାଙ୍ଗରେ ବସି ତାପରେ ସୁରଞ୍ଜନ ଗୋଟିଏ ରିକ୍ସା ଧରିଲା। ପୁଲକ ତାର ବିଶ୍ୱବିଦ୍ୟାଳୟର ବନ୍ଧୁ। ଏଇକ୍ଷଣି ବ୍ୟବସାୟ କରୁଛି। ବାହାସାହା ହୋଇ ଛୋଟ ସଂସାରଟିରେ ବଞ୍ଚିଛି। ସୁରଞ୍ଜନ ହିଁ ଖାଲି ସଂସାର ହେଲା ନାହିଁ, ଅନେକ ବୟସ ହୋଇଯାଇଛି। ଏ ବୟସରେ କ'ଣ ଆଉ ବାହାଘର ହୁଏ? ମାସେ ହେଲା ରତ୍ନା ବୋଲି ଗୋଟିଏ ଝିଅ ସାଙ୍ଗରେ ତାର ଚିହ୍ନା ପରିଚୟ ହୋଇଛି। ଝିଅଟି ଗୋଟିଏ NGOରେ କାମ କରେ। ଦିନେ ରତ୍ନା ତାକୁ ଏମିତି ପଚାରିଥିଲା, ଏକ୍ଷଣି ଆପଣ କ'ଣ କରୁଛନ୍ତି? କିଛି ନାହିଁ। ଚାକିରି ବାକିରି, ବ୍ୟବସାୟ ବାଣିଜ୍ୟ କିଛି କରୁନାହାନ୍ତି? ନା। ଯେଉଁ ରାଜନୀତି କରୁଥିଲେ ସେ କଥା କ'ଣ ହେଲା? ଛାଡ଼ି ଦେଇଛି। ଯୁବ ୟୁନିୟନର ସଦସ୍ୟ ଥିଲେ ବୋଲି ଜାଣିଥିଲି, ସେସବୁ ଆଉ ଭଲ ଲାଗୁନି। ବାହା ହେଇନାହାନ୍ତି କାହିଁକି? କେହି ମୋତେ ପସନ୍ଦ କରିନାହାନ୍ତି ବୋଲି? କେହି ନୁହଁ। ଜଣେ କରୁଥିଲା, ସେ ଅଲ୍ଟିମେଟଲି ରିକ୍ସ ନେଲା ନାହିଁ। କାହିଁକି? ସେ ଥିଲା ମୁସଲମାନ, ଆଉ ମୋତେ ତ କୁହାହୁଏ ହିନ୍ଦୁ ବୋଲି। ହିନ୍ଦୁ ସାଙ୍ଗରେ ବାହା ହୋଇ ସେ ତ ଆଉ ହିନ୍ଦୁ ହୋଇ ପାରିନଥାନ୍ତା। ମୋ ନାମଟାକୁ ହିଁ ଅବଦୁସ ସାବେର ରଖିଥାନ୍ତି। ରତ୍ନା ଏ କଥା ଶୁଣି ହସିଥିଲା। କହିଲା, ବାହା ନ ହେବା ହିଁ ଭଲ। କେତେଦିନ ବା ଜୀବନ? ବନ୍ଧନହୀନ ଭାବରେ କଟିଯିବାଟା ହିଁ ଭଲ। ସେଥିପାଇଁ ବୋଧେ ଆପଣ ସେ ବାଟରେ ଯାଉନାହାନ୍ତି। ହଁ, ଠିକ୍ କଥା। ମନେ ମନେ ସୁରଞ୍ଜନ ରତ୍ନା ସହ କଥାବାର୍ତ୍ତା ଆଉଡ଼ାଏ। ରିକ୍ସାକୁ ଟିକାଟୁଲି ଆଡ଼େ ନ ଯାଇ ପଲାଶୀ ବାଟେ ଯିବାକୁ କହିଲା। ପଲାଶୀରେ ରୁହନ୍ତି କବି ନିର୍ମଳେନ୍ଦୁ ଗୁଣ। ତାଙ୍କ ଅବସ୍ଥା କ'ଣ ଥରେ ଦେଖିଯିବା ଉଚିତ। ରତ୍ନା ବି କେମିତି ଅଛି କେଜାଣି? আজিମପୁରକୁ ସେ କ'ଣ ଥରେ ଯିବ? ଯାଇ ପଚାରିବ, ରତ୍ନା ମିତ୍ର, ଆପଣ ଭଲ ଅଛନ୍ତି? ସୁରଞ୍ଜନ କିଛି ସିଦ୍ଧାନ୍ତ ନେଇପାରିଲା ନାହିଁ। ସାମ୍ପ୍ରଦାୟିକ ସନ୍ତ୍ରାସ କାରଣରୁ ଗୋଟିଏ ଧରଣର ହିନ୍ଦୁ ପୁନର୍ମିଳନ ହେଉଛି, ସେ କଥା ସୁରଞ୍ଜନ ଅନୁଭବ କରିପାରେ। ରତ୍ନା ଘରେ ଏହିକ୍ଷଣି ପହଞ୍ଚିଲେ ରତ୍ନା ନିଶ୍ଚୟ ଅବାକ୍ ହେବନି। ଭାବିବ, ଏହି ସମୟରେ ସମସ୍ତେ ସମସ୍ତଙ୍କ ସୁଖ ଦୁଃଖର ସାଥୀ ହେବା ଉଚିତ। ପଲାଶୀରେ ଇଞ୍ଜିନିୟରିଂ ୟୁନିଭର୍ସିଟିର କର୍ମଚାରୀମାନଙ୍କ ପାଇଁ ଗୋଟାଏ କଲୋନୀ ଅଛି। ସେଇଥିରୁ ଗୋଟିଏ ଘର ଭଡ଼ା ନେଇ ରହନ୍ତି କବି ନିର୍ମଳେନ୍ଦୁ ଗୁଣ। କବାଟରେ 10-12 ଥର ଖଟ୍ ଖଟ୍ କଲା ପରେ ଗୋଟିଏ ଝିଅ କବାଟ ଖୋଲିଦେଲା। ନିର୍ମଳେନ୍ଦୁ ଗୁଣ ବିଛଣାରେ ବସି ଟେଲିଭିଜନ ଦେଖୁଥିଲେ।
ସୁରଞ୍ଜନକୁ ଦେଖି କହିଲେ, ଆସ ଆସ, କେମିତି ଅଛ? ଏବେ ଯାଏ ତ ବଞ୍ଚିଛି, ସୁରଞ୍ଜନ କହିଲା। ଆପଣ କେମିତି ନ ଦେଖି କବାଟ ଖୋଲିଦେଲେ? ଯଦି ମୁସଲମାନମାନେ ମାରିବାକୁ ଆସିଥାନ୍ତେ? ଗୁଣ ହସି ଦେଇ କହିଲେ, ଆସିବେ? କଥା କହିବି, ମୋ ସାଙ୍ଗେ କଥାବାର୍ତ୍ତା କଲେ ସେମାନେ କନଭିନ୍ସଡ୍ ହୋଇଯିବେ। ବରଂ ସେତେବେଳେ ମୁଁ ସେମାନଙ୍କୁ ଧମକ ଦେଇ ବିଦା କରିଦେଇ ପାରିବି। କାଲି ରାତି 2ଟା ବେଳେ କିଛି ପିଲା ରାସ୍ତାରେ ଜମା ହୋଇ ପଟୁଆର କରିବାର ଯୋଜନା କରିଥିଲେ। ମୁଁ ପାଟି କରି ଉଠିଲି, ସେଠି କିଏ ଚିତ୍କାର କରୁଛ? ବାସ୍, ସମସ୍ତେ ଦୂରକୁ ଚାଲିଗଲେ। ତା ଛଡ଼ା ମୋ ଦାଢ଼ି ଆଉ ମୁଣ୍ଡବାଳ ଦେଖି ଅନେକ ଭାବନ୍ତି ମୁଁ ମୌଲବୀ। ଗୁଣ ପାଟି କରି ଡାକିଲେ, ଗୀତା, ଚା ଦେ। 2 କପ୍ ଚା ଆସିଲା। ଚା ଖାଉ ଖାଉ ଗୁଣ କହିଲେ, ମୁଁ ତ ବିଛଣାରୁ ଓହ୍ଲାଏନି। କାହିଁକି? ଭୟରେ। ମନେ ହୁଏ ବିଛଣାରୁ ଓହ୍ଲାଇଲେ ହିଁ ସେମାନେ ଧରି ପକାଇବେ। ତାହେଲେ ଦିନ ରାତି କବାଟ ବନ୍ଦ କରି ବସିଛନ୍ତି? ବିଛଣାରେ ବସି ରହେ, ଦିନବେଳେ କବାଟ ଖୋଲା ରହେ, ଆଉ ରାତିରେ କେହି ଆସିଲେ କବାଟ ଖୋଲିଦେଇ ପଚାରେ ନା କିଏ ବୋଲି। କାହିଁକି? ବୁଝାଇବା ପାଇଁ ଯେ ମୁଁ ଡରେ ନାହିଁ। ସୁରଞ୍ଜନ ହସି ଉଠିଲା। ଏହି କବିଙ୍କ ଭିତରେ ଗୋଟିଏ ଅଦ୍ଭୁତ ମଜାର ଲୋକ ରହିଛି। ଗୁଣ କହିଲେ, ତୁମେ ତ ଅନ୍ୟମାନଙ୍କର ଖୋଜ ଖବର ନେଇ ବୁଲୁଛ, ତୁମର ବି ତ ନିଜର ନିରାପତ୍ତା ଅଛି। ସୁରଞ୍ଜନ ଭାବିଲା, ସତରେ କ'ଣ ତାର କିଛି ନିରାପତ୍ତା ଅଛି? ଟିକାଟୁଲି ଘରେ ବାପା ମା ଦୁଶ୍ଚିନ୍ତାରେ ବସିଥିବେ। ଭୟରେ, ନିରାପତ୍ତାହୀନତାରେ ସେମାନଙ୍କ ମୁହଁ ନୀଳ ପଡ଼ିଯାଇଥିବ। ୟା ଭିତରେ ଘରର ଜିନିଷପତ୍ର ଲୁଟପାଟ କରି ଘରେ କିଏ ନିଆଁ ଲଗାଇ ଦେଇଛି କି ନାହିଁ ସୁରଞ୍ଜନ ଜାଣିନାହିଁ। ନିଆଁ ଲଗାଇ ଦେବାଟା କିଛି ଅସମ୍ଭବ ନୁହେଁ। ସୁରଞ୍ଜନର ମନେ ହେଲା, ଏ ଦେଶରେ ଏକ୍ଷଣି କିଛି ଆଉ ଅସମ୍ଭବ ନୁହେଁ। ନିର୍ମଳେନ୍ଦୁ ଗୁଣ ବେଶ ଅଛନ୍ତି। ସେ ଆମେରିକା ଲାସ୍ ଭେଗାସରେ କ୍ୟାସିନୋରେ ବସି ଜୁଆ ବି ଖେଳିପାରନ୍ତି। ପୁଣି ପଲାସିରେ ବସ୍ତିରେ ବସି ମଶା କାମୁଡ଼ା ବି ଖାଇପାରନ୍ତି। କେଉଁଥିରେ ତାଙ୍କର ଆପତ୍ତି ନାହିଁ କି ବିରକ୍ତି ବି ନାହିଁ। ଯେକୌଣସି ପରିବେଶରେ ସେ ଚମତ୍କାର ହସିପାରନ୍ତି ଏବଂ ହସାଇ ବି ପାରନ୍ତି। ସୁରଞ୍ଜନ ଭାବେ ସେ କିପରି ଏତେ ଅମ୍ଳାନ ଆନନ୍ଦ ଭିତରେ ରହିଥାନ୍ତି। ସତରେ କ'ଣ ସେ ଆନନ୍ଦରେ ଥାନ୍ତି, ନା ଛାତି ଭିତରେ ସେ ବି ଗୋପନରେ ଖୁବ୍ ଦୁଃଖ ରଖିଥାନ୍ତି? କିଛି କରିପାରିବାର ନାହିଁ ବୋଲି ହସି ଦେଇ ଦୁଃସହ ସମୟକୁ ପାର କରିଦିଅନ୍ତି। ପାରୁଲ କି ରତ୍ନାର ଘର କେଉଁଠିକୁ ବି ଯିବାକୁ ସୁରଞ୍ଜନର ଇଚ୍ଛା ହେଲାନି। ସେ ଉଦାସୀନ ଭାବରେ ଚାଲି ଚାଲି ଘରକୁ ଫେରିଲା। ଘରେ ପଶି ଗୋଟିଏ ଅଦ୍ଭୁତ କଥା ଦେଖିଲା। କିରଣମୟୀ ଘର କୋଣରେ ଗୋଟିଏ ଟୁଲ୍ ଉପରେ ଦିଅଁଟିଏ ବସେଇ ବେକରେ ଶାଢ଼ୀ ଗୁଡ଼େଇ ଦିଅଁଙ୍କ ପାଦ ତଳେ ମୁଣ୍ଡିଆ ମାରୁଛନ୍ତି। ଘରେ ପଶି ସୁରଞ୍ଜନ ଅବାକ ହୋଇ ପଚାରିଲା, ଏସବୁ କ'ଣ ହେଉଛି ମା? କିରଣମୟୀ ଭଗବାନ ଭଗବାନ କହି ଚିତ୍କାର କରି କାନ୍ଦି ଉଠିଲେ। କିରଣମୟୀ ଭଗବାନଙ୍କୁ ଡାକୁଛନ୍ତି। ସୁରଞ୍ଜନ ଏମିତି ଦୃଶ୍ୟ କେବେ ବି ଘରେ ଦେଖିନି। ଏମିତି ମୁଣ୍ଡିଆ ମାରିଲେ ସୁରଞ୍ଜନର ଦେହ ଶିରଶିର ହୋଇ ଉଠେ। ସୁରଞ୍ଜନ କିରଣମୟୀଙ୍କ ବାହୁ ଦୁଇଟା ଧରି ଠିଆ କରାଇ ଦେଇ ପଚାରିଲା, ତମର କ'ଣ ହେଇଛି କୁହ? କାନ୍ଦୁଛ କାହିଁକି? ପୁଣି ଏସବୁ ମୂର୍ତ୍ତି ଧରି ବସିଛ କାହିଁକି? ମୂର୍ତ୍ତି କ'ଣ ତମକୁ ରକ୍ଷା କରିବ? କାନ୍ଦି କାନ୍ଦି କିରଣମୟୀ କହିଲେ, ତୋ ବାପାଙ୍କର ଡାହାଣ ହାତ ଗୋଡ଼ ଅବଶ ହୋଇଯାଇଛି, ପାଟି ବି ଖନି ମାରୁଛି। ସାଙ୍ଗେ ସାଙ୍ଗେ ସୁଧାମୟଙ୍କ ଆଡ଼କୁ ସୁରଞ୍ଜନ ଆଖି ଫେରାଇଲା। ସେ ଶୋଇଛନ୍ତି, ଅସ୍ଥିର ଶରୀର, କଥା କହୁଛନ୍ତି କିନ୍ତୁ ତାହା ବୁଝାଯାଉ ନାହିଁ। ସୁରଞ୍ଜନ ସୁଧାମୟଙ୍କ ପାଖରେ ବସି ଡାହାଣ ହାତଟି ଧରି ବୁଝିପାରିଲା ଯେ ତାଙ୍କ ହାତରେ କୌଣସି ଚେତନା ନାହିଁ କି ଶକ୍ତି ନାହିଁ। ଛାତି ଭିତରେ ସୁରଞ୍ଜନର କିଏ ଯେମିତି ହାତୁଡ଼ିଟିଏ ପିଟି ଦେଲା। ଯାହା ହେବାର ତାହା ହୋଇଗଲାଣି। ଏଇକ୍ଷଣି ଡାକ୍ତର ଡାକିଲେ ସେ କହିବେ ଏବେ ଖାଲି ଶୋଇ ରହିବା ଦରକାର ଏବଂ ଫିଜିଓଥେରାପି ଦେବାକୁ ହେବ। ସୁରଞ୍ଜନର ଜେଜେବାପାଙ୍କର ଷ୍ଟ୍ରୋକ୍ ହୋଇଥିଲା ଠିକ୍ ଏମିତି। ସୁରଞ୍ଜନ ପାଖରେ ଥିଲା। ସେ ଜାଣିଛି ଯେ ଏମିତି ହିଁ ହୁଏ। ବ୍ଲଡ଼ ପ୍ରେସର ଦେଖି ପ୍ରେସର କମାଇବା ପାଇଁ ଡାକ୍ତର ନିୟମିତ ଔଷଧ ଦିଅନ୍ତି, କିନ୍ତୁ ଅବଶ ହାତଗୋଡ଼କୁ ଜଲ୍ଦି ଭଲ କରିଦେବାର କୌଣସି ଔଷଧ ନାହିଁ। ସୁରଞ୍ଜନ ବଡ଼ ପୁଅ, ତାରି ଉପରେ ହିଁ ଦାୟିତ୍ୱ ପଡ଼ିବ।
ସୁରଞ୍ଜନର କୌଣସି ଚାକିରି ସ୍ଥାୟୀ ହୋଇନି। ଏବେ ବି ସୁଧାମୟଙ୍କ ପେନ୍ସନ୍ ଟଙ୍କାରେ ଆଉ ଘରେ ରୋଗୀ ଦେଖିବା ଟଙ୍କାରେ ସଂସାର ଚଳୁଛି। ଖାଲି ସୁରଞ୍ଜନ ହିଁ ବେକାର, ଅଥଚ ଏଇ ସଂସାରର ଭାର ସେ ଉଠେଇବା କଥା। ଘରେ ବସି ରୋଗୀ ଦେଖି ଯାହା ଉପାର୍ଜନ ହେଉଥିଲା ସେଇଟା ବି ଏକ୍ଷଣି ବନ୍ଦ। ସୁରଞ୍ଜନ ନିଜକୁ ଅତି ଅସ୍ୱଚ୍ଛଳ ଏବଂ ଅସହାୟ ମନେ କଲା। ତାର ଦୂର ସମ୍ପର୍କର କକେଇକି ପିଉସୀ କେହି ନାହାନ୍ତି। ନିଜର ମାମୁଁ ମାଉସୀମାନେ ବି ନାହାନ୍ତି। ସମସ୍ତେ ଜଣ ଜଣ କରି ଦେଶ ଛାଡ଼ି ଚାଲିଯାଇଛନ୍ତି। ଏ ଦେଶରେ ଯେଉଁମାନେ ଆତ୍ମୀୟ ଅଛନ୍ତି ସେମାନେ ନିଜେ ନିଜ ପାଇଁ ବ୍ୟସ୍ତ। ସୁରଞ୍ଜନ ପଚାରିଲା, କାମାଲ କି ଆଉ କେହି ଆସିଥିଲେ? କିରଣମୟୀ କହିଲେ, ନା, କେହି ବି ଥରେ ଖବର ନେବାକୁ ଆସିନାହାନ୍ତି ଯେ ସୁରଞ୍ଜନ କେମିତି ଅଛି। କିନ୍ତୁ ସହରରେ ଚାଲିବୁଲି ସୁରଞ୍ଜନ ସମସ୍ତଙ୍କ ଖବର ନେଇ ଆସିଲା। ସମସ୍ତେ ଭଲ ଅଛନ୍ତି, ଖାଲି ସୁରଞ୍ଜନ ଛଡ଼ା। ସୁଧାମୟଙ୍କ ଅସୁସ୍ଥତା ପରେ ସୁରଞ୍ଜନ ଅନୁଭବ କଲା ଯେ ସେ ତାର ସମ୍ପର୍କୀୟ କେହି। ତାଙ୍କ ପାଇଁ ସୁରଞ୍ଜନର ଭାରି ମାୟା ହୁଏ। ସୁରଞ୍ଜନ ଏକ୍ଷଣି ହରିପଦ ଡାକ୍ତରଙ୍କୁ ଡାକିବାକୁ ଯିବ। ତାଙ୍କ ଘର ରାସ୍ତାର ଶେଷ ଆଡ଼କୁ। ସେ କ'ଣ ଆସିବେ ଘରକୁ? ସୁରଞ୍ଜନର ସନ୍ଦେହ ହେଲା ଏଇ ରାତିରେ ସାରା ଦେଶରେ ସାମ୍ପ୍ରଦାୟିକ ସନ୍ତ୍ରାସ ସୁଧାମୟଙ୍କର ବନ୍ଧୁ ହେଲେ ବି ଏଇ ସମୟରେ ହରିପଦ କକା କ'ଣ ରୋଗୀ ଦେଖିବାକୁ ଆସିବେ? ମାୟା ଫେରିନି? ସୁରଞ୍ଜନ ପଚାରିଲା। କିରଣମୟୀ କହିଲେ, ନା, ମାୟା କାହିଁକି ଫେରିନି? ସୁରଞ୍ଜନ ହଠାତ୍ ଚିତ୍କାର କରି ଉଠିଲା। କିରଣମୟୀ ଅବାକ୍ ହେଲେ। ସୁରଞ୍ଜନ ଭାରି ଚୁପଚାପ ନମ୍ର ସ୍ୱଭାବର ପିଲା। ମୁଣ୍ଡ ଗରମ କରି କଥା କହେନି। ଆଜି କାହିଁକି ପାଟି କରି ଉଠିଲା? ମାୟା ପାରୁଲ ଘରକୁ ଯାଇଛି। ଏଇଟା ଗୋଟେ ଅନ୍ୟାୟ କାମ ନୁହଁ, ବରଂ ଅନେକ ନିଶ୍ଚିନ୍ତର କଥା ଯେ ଏଇଟା ଗୋଟେ ହିନ୍ଦୁ ଘର। ଯେଉଁମାନେ ଲୁଟ୍ କରିବାକୁ ଆସିବେ ମାୟାକୁ ଦେଖି ତାକୁ ବି ଲୁଟ୍ କରିପାରନ୍ତି। ଏ ତ ଅତି ସହଜ ତାଙ୍କ ପାଇଁ। ଝିଅମାନେ ତ ସମ୍ପଦ ଭଳି। ଲୁଟେରାମାନଙ୍କ ଟଙ୍କା ପଇସା ନେଇଯାଆନ୍ତି ଆଉ ନେଇଯାଆନ୍ତି ଝିଅମାନଙ୍କୁ ମଧ୍ୟ। ସୁରଞ୍ଜନ ଦିଟା ଘର ଭିତରେ ପଦଚାରଣା କରି ଆସ୍ଫାଳନ କରୁଥାଏ। ମାୟା କାହିଁକି ଯିବ? ଆମ ଉପରୁ କ'ଣ ତାର ଭରସା ଚାଲିଗଲା? ମୁସଲମାନମାନେ ତାକୁ କେତେଦିନ ବଞ୍ଚାଇବେ? ମୁସଲମାନମାନଙ୍କ ଉପରେ ତାର ଏତେ ବିଶ୍ୱାସ କାହିଁକି? କିରଣମୟୀ ସୁରଞ୍ଜନ ଆଡ଼କୁ ଅବାକ୍ ଦୃଷ୍ଟିରେ ଚାହିଁ ରହନ୍ତି। ତାଙ୍କୁ ସୁରଞ୍ଜନର ଭାଷା ଆଉ ଆଚରଣ ସବୁ ଅଦ୍ଭୁତ ଲାଗୁଛି। ତା ବାପା ଅସୁସ୍ଥ, ପାରାଲିସିସ୍ ହୋଇଯାଇଛି, ଆଉ ସେତିକିବେଳେ ମାୟା କାହିଁକି ମୁସଲମାନମାନଙ୍କ ଘର ଗଲା, ଏଥିପାଇଁ ସୁରଞ୍ଜନ ରାଗୁଛି। କିରଣମୟୀ କହିଲେ, ମୁଁ ଡାକ୍ତର ଡାକିବାକୁ ଯାଉଛି, ରୁହ। ପୁଣି ପାଟି କରି ଉଠିଲା ସୁରଞ୍ଜନ। କିରଣମୟୀ ରହିଗଲି। ଭାବିଛ କ'ଣ ମୁଁ ବସିଥିବି ଆଉ ତୁମେ ଡାକ୍ତର ଡାକିବାକୁ ଯିବ? ଭାବୁଛ ଟଙ୍କା ପଇସା କିଛି ନାହିଁ, ବେକାର ପିଲା, ଏହାଦ୍ୱାରା କ'ଣ ହେବ? ନା ସୁରଞ୍ଜନ, ନା, ତୋ ବାପା ରଖ ବାପା। ସାହିର ଦିଟା ମାଙ୍କଡ଼ା ପିଲା ତମକୁ ଡରେଇ ଦେଲେ ଆଉ ସେଇ ଡରରେ ତୁମେ 10 ଲକ୍ଷ ଟଙ୍କାର ଘରକୁ 2 ଲକ୍ଷ ଟଙ୍କାରେ ବିକ୍ରି କରି ଦେଇ ଯାଇଛ। ଏଇକ୍ଷଣି ଭିକାରୀ ଭଳି ବଞ୍ଚୁଛ। ଲାଜ ମାଡ଼ୁନି? ଚିତ୍କାର କରି ସୁରଞ୍ଜନ କଥାଗୁଡ଼ା କହୁଥିଲା। ସୁଧାମୟ ବାଁ ହାତଟା ଉଠେଇ ସୁରଞ୍ଜନକୁ ଶାନ୍ତ ହେବା ପାଇଁ କହିଲେ। କିରଣମୟୀ ମୁହଁରେ ଲୁଗା ଚାପି କହିଲେ, ଖାଲି କ'ଣ ଟୋକା ଟୋକାଳିମାନଙ୍କ ଡରରେ ଘର ବିକିଦେଲୁ? ଘର ପାଇଁ ତ ଅନେକ ମାରି ମକଦ୍ଦମା ଲାଗିଥିଲା। ବାରଣ୍ଡାରେ ଗୋଟେ ଚୌକି ଥିଲା। ସୁରଞ୍ଜନ ଗୋଇଠା ମାରି ସେଇଟା ଫୋପାଡ଼ି ଦେଲା। ଆଉ ଝିଅ ଯାଇଛି ମୁସଲମାନମାନଙ୍କୁ ବାହା ହେବାକୁ। ଭାବିଛ ମୁସଲମାନମାନେ ବସେଇ ବସେଇ ଝିଅକୁ ଖୁଆଇବେ, ଝିଅ ବଡ଼ ଲୋକ ହେବ? ସୁରଞ୍ଜନ, କିରଣମୟୀ ବି ସେଇଭଳି ଚିତ୍କାର କରି ଉଠିଲେ। ସୁରଞ୍ଜନ ଘରୁ ବାହାରି ଚାଲିଗଲା। ସେ ଡାକ୍ତର ଡାକିବ ହରିପଦଙ୍କୁ ନା ସାମାତଙ୍କୁ? କାହାକୁ ଡାକିବ? ଭାବୁ ଭାବୁ ସେ ହରିପଦଙ୍କ ଘରେ ପହଞ୍ଚିଲା। ହରିପଦ ନଥିଲେ। କବାଟରେ ତାଲା ଲାଗିଛି। ଦିଟା ଘର ଛାଡ଼ି ଡାକ୍ତର ସାମାତଙ୍କ ଘର। ସେ ଦୟାକରି ଆସିଲେ ଆଉ ଦେଖିଲେ। ଫିସ୍ ଦେଲାବେଳକୁ ସାମାତ ସେଇ ଫିସ୍କୁ ପକେଟରେ ପୁରାଇଲେ। ବାଃ, ଏଇ ତ ମେଡ଼ିକାଲ ଏଥିକ୍ସ। ଡାକ୍ତରଙ୍କ ରୋଗରେ ଡାକ୍ତର ନେଉଛନ୍ତି ଡାକ୍ତରଙ୍କ ପାଖରୁ ଟଙ୍କା। ସୁରଞ୍ଜନ ମ୍ଳାନ ହସିଲା। ସୁଧାମୟଙ୍କ ବ୍ଲଡ଼ ପ୍ରେସର ଏହିକ୍ଷଣି ଠିକ୍ ଅଛି। ଷ୍ଟ୍ରୋକ୍ ହୋଇଥିଲା, ପ୍ରେସର ବଢ଼ିଥିଲା, ଏହିକ୍ଷଣି ଶାନ୍ତ ରହିବେ। ବିଛଣାରେ ବେଡ୍ ପ୍ୟାନ୍ ବ୍ୟବହାର କରିବାକୁ ହେବ।
ଶୋଇ ରହିବାକୁ ହେବ। ଉଠିବାକୁ ଚାହିଁଲେ ପଡ଼ିଯିବାର ଆଶଙ୍କା ଅଛି। ସୁଧାମୟ ସବୁ ବୁଝିଲେ, ଆଖିରେ ବନ୍ଦ କରି ଶୋଇ ରହିଲେ। ସେ ଏହି କ୍ଷଣି କୌଣସି କଥା କହିବାର ଯୋଗ୍ୟ ନୁହନ୍ତି। ବର୍ତ୍ତମାନ ସେ ଏଇ ସଚଳ ପୃଥିବୀରୁ କିଛି ମାତ୍ରାରେ ଅଚଳ ଏବଂ କିଛି ଅପ୍ରୟୋଜନୀୟ ମଧ୍ୟ। ଏହି କ୍ଷଣି କେଉଁ ପ୍ରଶ୍ନଟି ଆଗ? ଏ ଘରଟା ହିନ୍ଦୁର ନା ଏ ଘର ଜଣେ ଅସୁସ୍ଥ ମଣିଷ ଅଛି? ହିନ୍ଦୁ ଘର ହେଲେ ଯେକୌଣସି ସମୟରେ ଆକ୍ରମଣର ଭୟ ଅଛି, ଆଉ ଅସୁସ୍ଥ ଘର ହେଲେ ଯେକୌଣସି ସମୟରେ ଅସୁସ୍ଥତାର ଭୟ। କେଉଁ ଭୟଟି ଆଗେ ସୁରଞ୍ଜନ ଦୂର କରିବ? ଆପାତତଃ ଆକ୍ରମଣର ଭୟରୁ ସେ ଉଦ୍ଧାର ପାଉନାହିଁ। କାରଣ ଏଥର ଥରେ ବି କାମାଲ ଆସିନି ଖୋଜ ଖବର ନେବା ପାଇଁ। କାହା ଘରେ ରହିଯିବାର ପ୍ରଶ୍ନ ଉଠୁନି। ସୁଧାମୟଙ୍କର ଚିକିତ୍ସା କରିବାକୁ ହେଲେ ବର୍ତ୍ତମାନ ଦେଖିବାକୁ ହେବ ଯେ ସେତିକି ଟଙ୍କା ତାଙ୍କର ସମ୍ବଳ ଅଛି କି ନାହିଁ। ଫିଜିଓଥେରାପି ଡାକ୍ତର ଆସି ପ୍ରତିଦିନ ଏକ୍ସରସାଇଜ୍ କରାଇଦେବେ। ଫିସ୍ ନେବେ 100 ଟଙ୍କା। ପ୍ରତିଦିନ କ'ଣ 100 ଟଙ୍କା ଦେବା ସମ୍ଭବ ହେବ? ସୁରଞ୍ଜନର ଏଇଟିକୁ ସମ୍ଭବ କରିବାକୁ ଇଚ୍ଛା ହୁଏ। ତାର ଯଦି ଗୋଟିଏ ଚାକିରି ଥାନ୍ତା ତାହେଲେ ଏ ଦୁଶ୍ଚିନ୍ତାର ଝଡ଼ ତା ମୁଣ୍ଡ ଉପରେ ଘୁରୁନଥାନ୍ତା। ସୁରଞ୍ଜନ ଦିନକୁ ଦିନ ବଡ଼ ଏକା ହେଇଯାଉଛି। ସୁରଞ୍ଜନ ମନ ଇଚ୍ଛା ଘୁରି ବୁଲୁଥିଲା। କେବେ ବି ତାର ସଂସାର ବୁଦ୍ଧି ହୋଇନାହିଁ। ଇଚ୍ଛା କରି ସେ ନିଜକୁ ବୈଷୟିକ ହେବା କଥାରୁ ଦୂରରେ ରଖିଛି। ସବୁବେଳେ ସେ ଈଶ୍ୱରଙ୍କ ଭଳି ଗୋଟିଏ